ଦଶମ ଶ୍ରେଣୀ ସାହିତ୍ୟ ଓଡ଼ିଆ ସାହିତ୍ୟ କଥା। ଆସ ଆଜି ଆମେ ଏହି ପାଠର ପ୍ରଶ୍ନ ଉତ୍ତର ଆଲୋଚନା କରିବା। 1 ନମ୍ବର ଅଛି 1822 ମସିହାରୁ ଖ୍ରୀଷ୍ଟିଆନ ମିଶନାରୀ ମାନେ ଓଡ଼ିଶାରେ କ'ଣ ପ୍ରତିଷ୍ଠା କରିଥିଲେ? ତ ଏହାର 4ଟି ଅପସନ୍ ଅଛି। ସଠିକ୍ ଉତ୍ତର ହେବ ଗ ମିଶନ ସ୍କୁଲ। 2 ନମ୍ବର 1866ରେ ଉତ୍କଳ ଦୀପିକା ପତ୍ରିକାର ସମ୍ପାଦନା କିଏ କରୁଥିଲେ? ତ ଏହାର ମଧ୍ୟ 4ଟି ଅପସନ୍ ଅଛି ଆଉ ସଠିକ୍ ଉତ୍ତର ହେବ ଗ ଗୌରୀଶଙ୍କର ରାୟ। 3 ନମ୍ବର କେଉଁଟି କବିବର ରାଧାନାଥ ରାୟଙ୍କ କୃତି ନୁହେଁ? ଏହାର ମଧ୍ୟ 4ଟି ଅପସନ୍ ଅଛି। ସଠିକ୍ ଉତ୍ତର ହେବ ଘ ଅବସର ବାସରୀ। 4 ନମ୍ବର କନକଲତା ଉପନ୍ୟାସର ରଚୟିତା କିଏ? ତ ଏହାର ସଠିକ୍ ଉତ୍ତର ହେବ ନନ୍ଦକିଶୋର ବଳ। 5 ନମ୍ବର କେଉଁ କୃତିଟି ସଚ୍ଚିଦାନନ୍ଦ ରାଉତରାୟଙ୍କର? ତ ଏହାର 4ଟି ଅପସନ୍ ଅଛି। ସଠିକ୍ ଉତ୍ତର ହେବ ଗ ମଶାଣିର ଫୁଲ। 6 ନମ୍ବର ଅଭିଯାନ ନାଟକର ରଚୟିତା କିଏ? ତ ଏହାର ସଠିକ୍ ଉତ୍ତର ହେବ ଖ କାଳୀଚରଣ ପଟ୍ଟନାୟକ। ଏବେ ଆସ ଦେଖିବା କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ ଉତ୍ତର ସବୁ। 7 ନମ୍ବର ଅଛି ସୂର୍ଯ୍ୟାସ୍ତ ନିଲାମ ଆଇନ ଦ୍ୱାରା ଓଡ଼ିଆ ଜନତା କିପରି କ୍ଷତିଗ୍ରସ୍ତ ହେଲେ? ତ ଲେଖିବ ଯେ ଖ୍ରୀଷ୍ଟୀୟ ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ। ସେମାନେ ସୂର୍ଯ୍ୟାସ୍ତ ନିଲାମ ଆଇନ ବଦଳରେ ଓଡ଼ିଶାର କୃଷକ ଓ ଜମି ମାଲିକଙ୍କ ଜମିକୁ ନୂତନ ଭାବେ ସୃଷ୍ଟ ଅନୁଗତ ଜମିଦାରମାନଙ୍କୁ ହସ୍ତାନ୍ତର କଲେ। ସେହି ନୂତନ ସୃଷ୍ଟ ଜମିଦାରମାନେ ଜନସାଧାରଣଙ୍କ ପ୍ରତି ଅନୁଦାର ଭାବ ପୋଷଣ କଲେ। ଫଳସ୍ୱରୂପ ଓଡ଼ିଆ ଜାତି ହାଁ ହୁତାଶ ମଧ୍ୟରେ ନାନା ଅତ୍ୟାଚାର, ଶୋଷଣ ଓ ପୀଡ଼ନର ଶିକାର ହେଲା। 8 ନମ୍ବର ଭାରତବର୍ଷରେ ବ୍ରାହ୍ମ ସମାଜର ପରିକଳ୍ପନା କିଏ କରିଥିଲେ? ତ ଭାରତବର୍ଷରେ 1828ରେ ରାଜା ରାମମୋହନ ରାୟ ବ୍ରାହ୍ମ ସମାଜର ପରିକଳ୍ପନା କରିଥିଲେ ଆଉ ତାଙ୍କ ଦ୍ୱାରା ବ୍ରାହ୍ମ ଧର୍ମ ପିତୁଳା ପୂଜାକୁ ବିରୋଧ କରି ଏକେଶ୍ୱର ବ୍ରହ୍ମବାଦ ଉପରେ ଗୁରୁତ୍ୱ ଦିଆଗଲା ବା ଦେଲେ। 9 ନମ୍ବର ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ ଲେଖ। ତ ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ ବିବେକୀ। ଉକ୍ତ ପ୍ରବନ୍ଧଟି କବିବର ରାଧାନାଥ ରାୟଙ୍କ ଦ୍ୱାରା 1873 ମସିହାରେ ରଚିତ ହୋଇଥିଲା। 10 ନମ୍ବର କବିବର ରାଧାନାଥ ରାୟଙ୍କ କି କୃତି ରହିଛି? ତ ଲେଖିବ କବିବର ରାଧାନାଥ ରାୟ ଆଧୁନିକ ଓଡ଼ିଆ ସାହିତ୍ୟର ଜନକ। ସେ ଯୁଗ ସ୍ରଷ୍ଟା ଓ ଯୁଗ ପ୍ରବର୍ତ୍ତକ। ତାଙ୍କ ଦ୍ୱାରା ରଚିତ ପ୍ରବନ୍ଧ ବିବେକୀ ଆଧୁନିକ ଓଡ଼ିଆ ଭାଷାର ପ୍ରଥମ ପ୍ରବନ୍ଧ। 1874ରେ ସେ ଇତାଲୀୟ ଯୁବା ପରି ଏକ ଗଳ୍ପ ଗ୍ରନ୍ଥ ରଚନା କରିଥିଲେ। ସେ ମଧ୍ୟ କେତୋଟି କବିତା ସୃଷ୍ଟି କରିଥିଲେ। 1855 ମସିହା ଠାରୁ ଗ୍ରୀକ୍ ଓ ଇଂରାଜୀ ସାହିତ୍ୟ ପ୍ରଭାବରେ ତାଙ୍କ ଦ୍ୱାରା ରଚିତ ଗାଥାକାବ୍ୟ ଗୁଡ଼ିକ ହେଉଛି କେଦାରଗୌରୀ, ଉଷା, ନନ୍ଦିକେଶ୍ୱରୀ, ଚନ୍ଦ୍ରଭାଗା ଓ ପାର୍ବତୀ। ତାଙ୍କର ଅନ୍ୟାନ୍ୟ ସାରସ୍ୱତ କୃତି ମଧ୍ୟରେ ପ୍ରକୃତିକୁ ନେଇ ରଚିତ ଖଣ୍ଡକାବ୍ୟ ଚିଲିକା, ଆମିତ୍ରାକ୍ଷର ଛନ୍ଦରେ ରଚିତ ମହାଯାତ୍ରା, ବ୍ୟଙ୍ଗକାବ୍ୟ, ଦରବାର ଓ ଯଯାତି କେଶରୀ, ଦଶରଥ ବିଯୋଗ, ସାବିତ୍ରୀ ଚରିତ, ଉର୍ବଶୀ ଆଦି ଅନ୍ୟତମ। ଏତଦ୍ ଭିନ୍ନ ସେ ଶିବାଜୀଙ୍କ ଉତ୍ସାହବାଣୀ ଓ ଦୁର୍ଯ୍ୟୋଧନଙ୍କ ରକ୍ତନଦୀ ସନ୍ତରଣ ଆଦି କ୍ଷୁଦ୍ର କବିତା ମଧ୍ୟ ରଚନା କରିଥିଲେ। 11 ନମ୍ବର ଓଡ଼ିଆ ଭାଷା ସୁରକ୍ଷା ନିମିତ୍ତ ଫକୀରମୋହନଙ୍କ ଅବଦାନ ସମ୍ପର୍କରେ ଲେଖ। ତ ଲେଖିବ ଯେ ସରସ୍ୱତୀ ସମ୍ମାନରେ ଭୂଷିତ ସାରସ୍ୱତ ସାଧକ ଫକୀରମୋହନ ଓଡ଼ିଆ ଭାଷା ସୁରକ୍ଷା ପାଇଁ ଜୀବନସାରା ପ୍ରୟାସ କରିଥିଲେ। ସେ ଥିଲେ ଓଡ଼ିଆ ଭାଷା ସାହିତ୍ୟର ଯଥାର୍ଥ ସେନାପତି। ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ଅନ୍ୟତମ ସାରଥୀ।
ସ୍କୁଲ ଶିକ୍ଷକ ଥିଲାବେଳେ ସେ ପ୍ରକାଶ କରିଥିଲେ ବାଲେଶ୍ୱର ସମ୍ବାଦବାହିକା ନାମକ ଏକ ସମ୍ବାଦପତ୍ର। ସେ 1866ରେ ପ୍ରଥମ ସାହିତ୍ୟ ପତ୍ରିକା ବୋଧଦାୟିନୀ ପ୍ରକାଶ କରିଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସେ ଅନେକ ପାଠ୍ୟପୁସ୍ତକ ରଚନାରେ ମନୋନିବେଶ କରିଥିଲେ। ଏହା ବ୍ୟତୀତ ସେ ବହୁ କବିତା, ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧର ରଚୟିତା। ଉତ୍କଳ ଭ୍ରମଣ ତାଙ୍କର ଏକ ଭିନ୍ନ ସ୍ୱାଦର କବିତା ପୁସ୍ତକ। ବ୍ୟାସକବିଙ୍କର ଅନ୍ୟାନ୍ୟ କବିତା ପୁସ୍ତକ ହେଉଛି ପୁଷ୍ପମାଳା, ପୂଜାଫୁଲ, ଅବସର ବାସରେ, ଧୂଳି ଓ ବୌଦ୍ଧାବତାର କାବ୍ୟ। ତାଙ୍କର କାଳଜୟୀ ଯୁଗାନ୍ତକାରୀ ଉପନ୍ୟାସ ଗୁଡ଼ିକ ହେଉଛି ଛମାଣ ଆଠଗୁଣ୍ଠ, ଲଛମା, ମାମୁଁ, ପ୍ରାୟଶ୍ଚିତ। ସମାଜର ବିଭିନ୍ନ ଚରିତ୍ର ଓ ସମସ୍ୟାକୁ ନେଇ ସେ ରଚନା କରିଛନ୍ତି 20ଟି ଗଳ୍ପ। ଗଳ୍ପ ସ୍ୱଳ୍ପ ପ୍ରଥମ ଭାଗ ଓ ଦ୍ୱିତୀୟ ଭାଗ ଭାବରେ ଗଳ୍ପ ଗୁଡ଼ିକ ପ୍ରକାଶିତ। ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ ହେଉଛି ଫକୀରମୋହନଙ୍କର ରେବତୀ ଗଳ୍ପ। ସେ ମଧ୍ୟ ନନାଙ୍କ ପାଞ୍ଜି ପରି ରମ୍ୟ ରଚନା ସୃଷ୍ଟି କରି ନିଜର ଅମଳିନ ପ୍ରତିଭାର ପରିଚୟ ଦେଇଛନ୍ତି। 12 ନମ୍ବର, ବାମଣ୍ଡା ରାଜସଭାରୁ ଫକୀରମୋହନ କେଉଁ ଉପାଧି ପାଇଥିଲେ? ତ ଫକୀରମୋହନ ସେନାପତିଙ୍କ ସାରସ୍ୱତ ପ୍ରତିଭାରେ ବିମୁଗ୍ଧ ବାମଣ୍ଡାର ରାଜସଭା ବ୍ୟାସକବିଙ୍କୁ ସରସ୍ୱତୀ ସମ୍ମାନରେ ଭୂଷିତ କରିଥିଲା। 13 ନମ୍ବର, କୃଷକ ସଙ୍ଗୀତର ରଚୟିତା କିଏ? ତ କୃଷକ ସଙ୍ଗୀତ ନାମକ କବିତା ପୁସ୍ତକର ରଚୟିତା ସ୍ୱଭାବ କବି ଗଙ୍ଗାଧର ମେହେର। 14 ନମ୍ବର, ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟକାର କିଏ? ତ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟକାର ହେଉଛନ୍ତି ଜଗନ୍ମୋହନ ଲାଲ। ତାଙ୍କ ରଚିତ ବାବାଜୀ ନାଟକ ପ୍ରଥମ ଓଡ଼ିଆ ନାଟକ, ଯାହା 1877 ମସିହାରେ ରଚିତ ହୋଇଥିଲା। 15 ନମ୍ବର, ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସର ନାଁ କ'ଣ? ତ ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସର ନାଁ ପଦ୍ମମାଳୀ। ଏହି ଉପନ୍ୟାସକୁ 1888 ମସିହାରେ ଉମେଶ ଚନ୍ଦ୍ର ସରକାର ରଚନା କରିଥିଲେ। 16 ନମ୍ବର, ଗୋପାଳ ଚନ୍ଦ୍ର ପହରାଜଙ୍କ କେଉଁଟି ଏକ ଅକ୍ଷୟ କୀର୍ତ୍ତି? ତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଏକ ଅକ୍ଷୟ କୀର୍ତ୍ତି। ଏହା 7 ଖଣ୍ଡରେ ପ୍ରକାଶିତ। ଏହାକୁ କୁହାଯାଏ ଓଡ଼ିଆ ଭାଷାର କଳା କୋଣାର୍କ। 16 ନମ୍ବର, ସତ୍ୟବାଦୀ ପର୍ବର ମୁଖ୍ୟ ଆଦର୍ଶ କ'ଣ ଥିଲା? ତ ସତ୍ୟବାଦୀ ପର୍ବର ମୁଖ୍ୟ ଆଦର୍ଶ ଥିଲା ଉତ୍କଳୀୟଙ୍କ ମନରେ ଜାତୀୟ ଚେତନାର ଜାଗରଣ ଓ ସର୍ବଭାରତୀୟ ଜାତୀୟତା ବୋଧର ପ୍ରତିଷ୍ଠା। ପୁନଶ୍ଚ ମାନବ ସେବା, ଇତିହାସ ଓ ଐତିହ୍ୟର ଆବିଷ୍କାର ମାଧ୍ୟମରେ ଜାତିର ଅତୀତ ଐଶ୍ୱର୍ଯ୍ୟକୁ ଦର୍ଶାଇ ଦେବା ଓ ସର୍ବୋପରି ଜାତୀୟ ଚରିତ୍ର ଗଠନ ପାଇଁ ପ୍ରେରଣା ପ୍ରଦାନ କରିବା ସତ୍ୟବାଦୀ ପର୍ବର ମୁଖ୍ୟ ଆଦର୍ଶ ଥିଲା। ସତ୍ୟବାଦୀ ପର୍ବ 1909 ମସିହାରୁ ଉନ୍ମେଷ ଘଟି ଏହା 1925 ମସିହା ପର୍ଯ୍ୟନ୍ତ ପ୍ରଭାବ ବିସ୍ତାର କରିଥିଲା। 18 ନମ୍ବର, ସତ୍ୟବାଦୀ ବନବିଦ୍ୟାଳୟର ସ୍ୱନାମଧନ୍ୟ ଶିକ୍ଷକମାନଙ୍କର ନାମ ଲେଖ। ତ ଲେଖିବ ଯେ ସତ୍ୟବାଦୀ ବନବିଦ୍ୟାଳୟର ସ୍ୱନାମଧନ୍ୟ ଶିକ୍ଷକମାନଙ୍କର ନାମ ହେଲା ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର, ଆଚାର୍ଯ୍ୟ ହରିହର, ପଣ୍ଡିତ ବାସୁଦେବ ମହାପାତ୍ର। ଏମାନେ ସମସ୍ତେ ଥିଲେ ଉଚ୍ଚଶିକ୍ଷିତ ଓ ବିଦ୍ୱାନ। ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଏମାନଙ୍କର କର୍ଣ୍ଣଧାର ଏବଂ ସମସ୍ତେ ଗୋପବନ୍ଧୁଙ୍କ ଆଦର୍ଶରେ ପ୍ରଭାବିତ ହୋଇଥିଲେ। 1909 ମସିହାରେ ସତ୍ୟବାଦୀ ବନବିଦ୍ୟାଳୟ ଗଠନ କରାଯାଇ ଉପରୋକ୍ତ ଶିକ୍ଷକଙ୍କ ଦ୍ୱାରା ଶିକ୍ଷା କାର୍ଯ୍ୟ ପରିଚାଳନା କରାଯାଇଥିଲା। 19 ନମ୍ବର, କୋଣାର୍କେ କେଉଁ କବିଙ୍କର କୃତି?
ତ ଇତିହାସ ଆଧାରିତ ଓ ଜାତୀୟ ଭାବାଧାରରେ ପ୍ରାଣବନ୍ତ କାବ୍ୟ କୋଣାର୍କ ସଂସ୍କାର ଧର୍ମୀ ଶିକ୍ଷକ କବି ପଣ୍ଡିତ ନୀଳକଣ୍ଠ ଦାସଙ୍କର ଅମଳିନ କୃତି ବା ପ୍ରତିଭା। 20 ନମ୍ବର କବି କୁନ୍ତଳା କୁମାରୀଙ୍କ ଯେକୌଣସି ତିନୋଟି କୃତିର ନାମ ଲେଖ। ତ ଲେଖିବ ଯେ କବି କୁନ୍ତଳା କୁମାରୀଙ୍କର 3ଟି କୃତି ଅଞ୍ଜଳି, ଉଚ୍ଛ୍ୱାସ, ସ୍ଫୁଲିଙ୍ଗ। ଏହିଭଳି କବିତା ସଂକଳନର କୃତି ପାଇଁ ସେ ଉତ୍କଳ ଭାରତୀ ଭାବରେ ପରିଚିତ। 21 ନମ୍ବର ସବୁଜ ଚେତନାର 5 ଜଣ ତରୁଣ ସାହିତ୍ୟିକ କିଏ? ତ ସବୁଜ ଚେତନାର 5 ଜଣ ତରୁଣ ସାହିତ୍ୟିକ ହେଲେ ଅନ୍ନଦାଶଙ୍କର ରାୟ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ, ଶରତ ମୁଖାର୍ଜୀ ଓ ହରିହର ମହାପାତ୍ର। 22 ନମ୍ବର ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଜନମାନସରେ ପରିଚିତ କରିବା ପାଇଁ ଜାତୀୟ ଉଦ୍ବୋଧନମୂଳକ ଓଡ଼ିଆ ଗୀତିକା କେଉଁମାନେ ରଚନା କରିଥିଲେ? ତ ଜାତୀୟ ସ୍ୱାଧୀନତା ସଂଗ୍ରାମକୁ ଜନମାନସରେ ପରିଚିତ କରିବା ପାଇଁ ଜାତୀୟ ଉଦ୍ବୋଧନମୂଳକ ଓଡ଼ିଆ ଗୀତିକା ରଚନା କରିଥିଲେ ଜାତୀୟ କବି ବୀରକିଶୋର ଦାସ ଓ ବାଞ୍ଛାନିଧି ମହାନ୍ତି। 23 ନମ୍ବର ନବଯୁଗ ସାହିତ୍ୟ ସଂସଦର ପ୍ରତିଷ୍ଠାତା କିଏ? ତ ନବଯୁଗ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଥିଲେ ଭଗବତୀ ଚରଣ ପାଣିଗ୍ରାହୀ। ମାର୍କସୀୟ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ 1935 ମସିହା ଡିସେମ୍ବର ମାସରେ ଏହି ସଂସଦ ପ୍ରତିଷ୍ଠା କରିଥିଲେ। ଏହି ସଂସଦ ଆନୁକୂଲ୍ୟରେ ପ୍ରଗତିବାଦୀ ଆଭିମୁଖ୍ୟ ନେଇ ସେ ଆଧୁନିକ ନାମରେ ପତ୍ରିକାର ଆରମ୍ଭ କରିଥିଲେ। 24 ନମ୍ବର କବି ମାୟାଧର ମାନସିଂହ ଓ ରାଧାମୋହନ ଗଡ଼ନାୟକଙ୍କ କାବ୍ୟିକ ବିଶେଷତ୍ୱ ସମ୍ପର୍କରେ ଯାହା ଜାଣ ଲେଖ। ତ ଲେଖିବ ଯେ ସବୁଜ ଚେତନା ଓ ପ୍ରଗତି ଚେତନା ପର୍ବଦ୍ୱୟର ସମକାଳରେ କବି ଡକ୍ଟର ମାୟାଧର ମାନସିଂହ ଓ କବି ରାଧାମୋହନ ଗଡ଼ନାୟକ ଓଡ଼ିଆ ପଦ୍ୟ ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିଲେ। ମାୟାଧର ମାନସିଂହଙ୍କ କବିତା ମୁଖ୍ୟତଃ ପ୍ରେମ, ପ୍ରଣୟ, ସୌନ୍ଦର୍ଯ୍ୟବୋଧ, ଜାତୀୟବୋଧ ଓ ମାନବ ବନ୍ଦନାର ମାର୍ମିକ ଆଲେଖ୍ୟ ବହନ କରିଥିଲା। ରାଧାମୋହନ ଗଡ଼ନାୟକ ଜଣେ ବିଶିଷ୍ଟ ଗାଥା କବି। ତାଙ୍କ କବିତାରେ ମଧ୍ୟ ଜାତୀୟତାବୋଧ ଓ ମାନବ ବନ୍ଦନା ମୁଖ୍ୟ ସ୍ଥାନ ଗ୍ରହଣ କରିଛି। 25 ନମ୍ବର ସ୍ୱାଧୀନତା ପୂର୍ବରୁ ଓ ସ୍ୱାଧୀନତା ପରେ ଗଳ୍ପ ଓ ଉପନ୍ୟାସ କ୍ଷେତ୍ରରେ କେଉଁମାନେ ସ୍ମରଣୀୟ? ତ ପ୍ରାକ୍ ସ୍ୱାଧୀନତା କାଳରେ ଗଳ୍ପ ଓ ଉପନ୍ୟାସ କ୍ଷେତ୍ରରେ ବ୍ୟାସକବି ଫକୀରମୋହନ ସେନାପତି ଅଗ୍ରଗଣ୍ୟ। ତାଙ୍କ ରଚିତ ରେବତୀ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ। ସେ ପ୍ରାୟ 20ଟି ଗଳ୍ପ ଓ 4ଟି ଉପନ୍ୟାସ ରଚନା କରି ପ୍ରତିଷ୍ଠା ଅର୍ଜନ କରିଛନ୍ତି। ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସ ଉମେଶ ଚନ୍ଦ୍ର ସରକାରଙ୍କ ଉପନ୍ୟାସ ପଦ୍ମମାଳୀ। ପଲ୍ଲୀକବି ନନ୍ଦକିଶୋର ବଳ, ସତ୍ୟବାଦୀର ସାଧକ ଗୋଦାବରୀଶ ମିଶ୍ର ଗଳ୍ପ ଓ ଉପନ୍ୟାସ ରଚନା କରିଛନ୍ତି। ସେହି ଫକୀରମୋହନୀୟ ଧାରାରେ ପ୍ରଭାବିତ ହୋଇ ଗଳ୍ପ ଓ ଉପନ୍ୟାସ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର। ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ, ସବୁଜ ଗୋଷ୍ଠୀର କାଳିନ୍ଦୀ ଚରଣ ପାଣିଗ୍ରାହୀ, ସମାଜବାଦୀ ସ୍ରଷ୍ଟା ଭଗବତୀ ଚରଣ ପାଣିଗ୍ରାହୀ, ରଘୁନାଥ ଦାସ, ସୁନନ୍ଦ କର, ମନମୋହନ ମିଶ୍ର। ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ, କାହ୍ନୁଚରଣ ମହାନ୍ତି, ରାଜକିଶୋର ରାୟ, ରାଜକିଶୋର ପଟ୍ଟନାୟକ, ପ୍ରାଣବନ୍ଧୁ କର, ଅନନ୍ତ ପ୍ରସାଦ ପଣ୍ଡା, ରାମପ୍ରସାଦ ସିଂ, ଚକ୍ରଧର ମହାପାତ୍ର, ରାମଚନ୍ଦ୍ର ଆଚାର୍ଯ୍ୟ, ସୁରେନ୍ଦ୍ର ମହାନ୍ତି, ଗୋପୀନାଥ ମହାନ୍ତି, ହରେକୃଷ୍ଣ ମହତାବ ପ୍ରମୁଖ ଗାଳ୍ପିକ ଓ ଔପନ୍ୟାସିକ ପ୍ରାକ୍ ସ୍ୱାଧୀନତା କାଳରୁ ସ୍ୱୀୟ ପ୍ରତିଭାର ପରିଚୟ ଦେଇଛନ୍ତି।
ଏହିସବୁ ଔପନ୍ୟାସିକ ଓ ଗାଳ୍ପିକମାନେ ସ୍ୱାଧୀନତା ଲାଭ ପରେ ମଧ୍ୟ ବଳିଷ୍ଠ ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟରେ ଗଳ୍ପ ଓ ଉପନ୍ୟାସର ଭଣ୍ଡାର ବୃଦ୍ଧିରେ ସହାୟକ ହୋଇଛନ୍ତି। ସ୍ୱାଧୀନତା ପରବର୍ତ୍ତୀ କାଳରେ ଯେଉଁ ଗାଳ୍ପିକ ଔପନ୍ୟାସିକମାନେ ଚିରସ୍ମରଣୀୟ ସେମାନେ ହେଲେ ବାମାଚରଣ ମିତ୍ର, କିଶୋରୀ ଚରଣ ଦାସ, ମନୋଜ ଦାସ, କୃଷ୍ଣପ୍ରସାଦ ମିଶ୍ର, ମହାପାତ୍ର, ନୀଳମଣି ସାହୁ, ଶାନ୍ତନୁ ଆଚାର୍ଯ୍ୟ, ବସନ୍ତ କୁମାରୀ ପଟ୍ଟନାୟକ, ବସନ୍ତ କୁମାର ଶତପଥୀ, ଗୋବିନ୍ଦ ଦାସ, ଚନ୍ଦ୍ରଶେଖର ରଥ, ରବି ପଟ୍ଟନାୟକ, ବୀଣାପାଣି ମହାନ୍ତି, ଭୁବନେଶ୍ୱର ବେହେରା, ରାମଚନ୍ଦ୍ର ବେହେରା, ବିଭୂତି ପଟ୍ଟନାୟକ ଓ ପ୍ରତିଭା ରାୟ ଇତ୍ୟାଦି। 26 ନମ୍ବର ଭୀମା ଭୂୟାଁ ଉପନ୍ୟାସର ରଚୟିତା କିଏ? ତ ଓଡ଼ିଆ ସାହିତ୍ୟରେ ଆଦିବାସୀ ଜୀବନଧାରା ଆଧାରିତ ପ୍ରଥମ ଉପନ୍ୟାସ ଭୀମା ଭୂୟାଁର ରଚୟିତା ଗୋପାଳ ବଲ୍ଲଭ ଦାସ। 27 ନମ୍ବର ସୁରେନ୍ଦ୍ର ମହାନ୍ତିଙ୍କର ଯେକୌଣସି ଦୁଇଟି କୃତିର ନାମ ଲେଖ। ତ ସୁରେନ୍ଦ୍ର ମହାନ୍ତିଙ୍କର ଦୁଇଟି ସାରସ୍ୱତ କୃତି ହେଉଛି ଅନ୍ଧ ଦିଗନ୍ତ ଓ ନୀଳଶୈଳ। 28 ନମ୍ବର ଗାଁ ମଜଲିସର ଲେଖକ କିଏ? ତ ଗାଁ ମଜଲିସ ଏକ ଚିନ୍ତାମୂଳକ ରମ୍ୟ ରଚନା ଓ ପ୍ରବନ୍ଧ। ଏହାର ଲେଖକ ଡକ୍ଟର ହରେକୃଷ୍ଣ ମହତାବ। 29 ନମ୍ବର ଓଡ଼ିଆ ସାହିତ୍ୟର ଇତିହାସ କେଉଁ କେଉଁ ସାହିତ୍ୟ ଗବେଷକ ଲେଖିଅଛନ୍ତି? ତ ଓଡ଼ିଆ ସାହିତ୍ୟର ଇତିହାସ ରଚନାରେ ଯେଉଁ ସାରସ୍ୱତ ଗବେଷକ ପାରଦର୍ଶିତା ଅର୍ଜନ କରିଛନ୍ତି ସେମାନଙ୍କ ମଧ୍ୟରେ ପଣ୍ଡିତ ବିନାୟକ ମିଶ୍ର, ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ, ସୁରେନ୍ଦ୍ର ମହାନ୍ତି, ମାୟାଧର ମାନସିଂହ, ନଟବର ସାମନ୍ତରାୟ, କୃଷ୍ଣଚରଣ ବେହେରା ଓ ବଂଶୀଧର ମହାନ୍ତି ପ୍ରମୁଖ ଅନ୍ୟତମ। ଆଉ 30 ନମ୍ବର ଲେଖିବ ଓଡ଼ିଆ ଭାଷାରେ ଗୀତାଭିନୟ ରଚନା କରିଥିବା ଦୁଇ ଜଣ ଯଶସ୍ୱୀ ସ୍ରଷ୍ଟାଙ୍କର ନାମ ଲେଖ। ତ ସେଠି ଲେଖିବ ଯେ ଓଡ଼ିଆ ଭାଷାରେ ଗୀତାଭିନୟ ରଚନା କରିଥିବା ଦୁଇ ଜଣ ଯଶସ୍ୱୀ ସ୍ରଷ୍ଟା ହେଲେ ଜଗନ୍ନାଥ ପାଣି ଓ ବୈଷ୍ଣବ ପାଣି। ଏହିପରି ଭାବରେ ଏହି ପ୍ରଶ୍ନର ଉତ୍ତର ସବୁ କରିବ। ଧନ୍ୟବାଦ।